ଜଗନ୍ନାଥ ପ୍ରଭୁ ଥ୍ୟାଙ୍କସ୍ ଅଫ୍ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ସବୁ ପିଲାମାନଙ୍କୁ ୱେଲକମ୍। ମୁଁ ଆଶା କରୁଛି ଆପଣମାନେ ଭଲ ଥିବେ ଏବଂ ନିଜ ନିଜର ପ୍ରସ୍ତୁତି ଠିକ୍ ହିସାବରେ ଚଲି ରଖିଥିବେ। ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାର ନିଗମ ତରଫରୁ ଆପଣଙ୍କୁ ଭ୍ୟାକେନ୍ସି ଆସିଯାଇଛି। ଯଦି ଆପଣମାନେ 10th ଆଉ ITI ପାସ୍ କରିଛନ୍ତି ତେବେ ଆପଣମାନେ ଇଲିଜିବୁଲ୍ ହେଉଛନ୍ତି ଏ ଫର୍ମଟି ପକାଇବା ପାଇଁ। ପୋଷ୍ଟଟି ରହୁଛି ଆପଣଙ୍କୁ OPTCL ତରଫରୁ ଆସିଛି। ଡିଟେଲ୍ସ ବାରେ ଏହି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ ଦେବି। ଉଭୟ ମେଲ୍ ଏବଂ ଫିମେଲ୍ କ୍ୟାଟାଗୋରୀର ସମସ୍ତ ପିଲାମାନେ ଆପ୍ଲାଏ କରିପାରିବେ ଏବଂ କେବେଠାରୁ ଆପ୍ଲାଏ ହେଉଛି, ୟାର ସିଲେକ୍ସନ୍ ପ୍ରୋସେସ୍ କ'ଣ ରହୁଛି, ସମସ୍ତ ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ମୁଁ ଯାଉଛି। ଯଦି ପ୍ରଥମ ଥର ପାଇଁ ଆମ ଥ୍ୟାଙ୍କସ୍ ଅଫ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖୁଛନ୍ତି ତେବେ ସବସ୍କ୍ରାଇବ୍ କରି ରଖିବେ ଏବଂ ତା ପାଖରେ ଥିବା ଅଲ୍ ବେଲ୍ ଆଇକନ୍ଟି ଦବି ରଖିବେ, କାରଣ ଆମେ ଅପଲୋଡ଼ କରୁଥିବା ସମସ୍ତ ଜବ୍ ରିଲେଟେଡ୍ ଭିଡ଼ିଓ ଗୁଡ଼ିକୁ ଆପଣମାନେ ସର୍ବପ୍ରଥମେ ଦେଖିବା ପାଇଁ ପାଇବେ। ଆସନ୍ତୁ ଡିଟେଲ୍ସ ବାରେ ଆଲୋଚନା କରିବା କ'ଣ ସବୁ ରହୁଛି। ଦେଖନ୍ତୁ, ମୁଁ ଆପଣଙ୍କ ଆଗରେ ମଧ୍ୟ ତାର ଡିଟେଲ୍ସ ରଖିବି ଏବଂ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ, ଯାହାଫଳରେ ଆପଣମାନେ ସମ୍ପୂର୍ଣ୍ଣ ଡିଟେଲ୍ସ ଆପଣମାନେ ବୁଝିପାରିବେ। ଦେଖନ୍ତୁ, ଏଇଟା ଆସିଛି ଆପଣଙ୍କୁ ଓଡ଼ିଶା ବିଦ୍ୟୁତ୍ ଶକ୍ତି ତରଫରୁ ଆପଣଙ୍କର ଆସିଛି, OPTCL ତରଫରୁ ଆପଣଙ୍କର ଆସିଛି। ଆଡ଼ଭର୍ଟାଇଜ୍ ନମ୍ବରଟି ରହୁଛି ଏଇଟା ଏବଂ ଡେଟ୍ ରହୁଛି ଆପଣଙ୍କର ଫେବୃଆରୀ ମାସରେ ଆପଣଙ୍କର ଆସିଛି 4/2/2024 ତାରିଖରେ ଆସିଛି। ଏଥିରେ ଅର୍ଗାନାଇଜେସନ୍ କିଏ କରୁଛି ନା, ଅର୍ଗାନାଇଜେସନ୍ ଆପଣଙ୍କୁ କରୁଛି OPTCL ତାର ନିଜେ ଅର୍ଗାନାଇଜେସନ୍ କରୁଛି, ଯାହାକି ତାର ସମସ୍ତ ଡିଟେଲ୍ସ ସିଲେକ୍ସନ୍ ପ୍ରୋସେସ୍ ଠାରୁ ଆରମ୍ଭ କରିକି ପୋଷ୍ଟିଂ ମଧ୍ୟ ଆପଣଙ୍କ OPTCL ହିଁ ଦେବ। ଦେଖନ୍ତୁ, ଓଡ଼ିଶା ପାୱାର ଲିମିଟେଡ୍ ତରଫରୁ ଆପଣଙ୍କୁ ଆସିଛି OPTCL ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଏବଂ ପୋଷ୍ଟ ନେମ୍ ଗୁଡ଼ିକ ରହୁଛି ମ୍ୟାନେଜର ଟ୍ରେନର ସିଭିଲିୟନ୍ ଏବଂ ମ୍ୟାନେଜମେଣ୍ଟ ଟ୍ରେନର ଲୋୟର, ଜୁନିୟର ମ୍ୟାନେଜମେଣ୍ଟ ଟ୍ରେନର ସିଭିଲିୟନ୍ ଅଫିସର ଆସିଷ୍ଟାଣ୍ଟ ଗ୍ରାଣ୍ଡ 3 ଏସବୁ ରହୁଛି ପୋଷ୍ଟ ଗୁଡ଼ିକ ଆପଣଙ୍କର ରହୁଛି। ହୋ କ୍ୟାନ୍ ଆପ୍ଲାଏ, ଓଡ଼ିଶାର ସମସ୍ତ ପିଲା ମେଲ୍ ଏବଂ ଫିମେଲ୍ କ୍ୟାଟାଗୋରୀର ସମସ୍ତ ପିଲା ପକାଇପାରିବେ ଏବଂ ଏଜ୍ ମଧ୍ୟ ରହୁଛି ଆପଣଙ୍କ 18+ ରହୁଛି ଏବଂ OBC କ୍ୟାଟାଗୋରୀର ପିଲା ଥିଲେ ଆପଣଙ୍କ 3 ବର୍ଷ ଏଜ୍ ରିଲାକ୍ସନ୍ ରହୁଛି ଏବଂ SC କିମ୍ବା ST କ୍ୟାଟାଗୋରୀ ଥିଲେ ଆପଣଙ୍କର 5 ବର୍ଷ ଏଜ୍ ରିଲାକ୍ସନ୍ ରହୁଛି। ଆଡ଼ଭର୍ଟାଇଜ୍ ନମ୍ବର ମଧ୍ୟ ଆଉଥରେ ମଧ୍ୟ ମୁଁ ଶୋ କରିଦେଉଛି, କାହିଁକିନା ପ୍ରତ୍ୟେକ ଭିଡ଼ିଓରେ ମୁଁ ଆପଣଙ୍କୁ ଆଡ଼ଭର୍ଟାଇଜ୍ ନମ୍ବରଟି ଜଣିଥାଏ, କାହିଁକିନା ଆପଣମାନଙ୍କର ଆଡ଼ଭର୍ଟାଇଜ୍ ନମ୍ବରଟି ଥିଲେ ଆପଣମାନେ ଜାଣିବେ ଆପଣମାନଙ୍କର ନୋଟିଫିକେସନ୍ଟି ସମ୍ପୂର୍ଣ୍ଣ ଠିକ୍ ଅଛି, କୌଣସି ଏଥିରେ ଫେକ୍ ନାହିଁ। ଆଡ଼ଭର୍ଟାଇଜ୍ ରିଲିଜ୍ ହେଇଥିଲା ଆପଣମାନଙ୍କର ମଧ୍ୟ 4 ଫେବୃଆରୀରେ ଆରମ୍ଭ ହୋଇଥିଲା ଏବଂ ଅନଲାଇନ୍ ଷ୍ଟାର୍ଟିଂ ହେଉଛି 15 ଏପ୍ରିଲରୁ ଆପଣଙ୍କର ଷ୍ଟାର୍ଟିଂ ହେଉଛି, ଯାହାକି ରହୁଛି 15 ଏପ୍ରିଲ ହେଉଛି ତାର ଲାଷ୍ଟ ଡେଟ୍ ରହୁଛି ଏବଂ ଆପ୍ଲାଏ ଷ୍ଟାର୍ଟିଂ ହେଇଗଲାନି। ତେଣୁ ଆପଣମାନେ ଯଦି ପକାଇବା ପାଇଁ ଚାହୁଁଛନ୍ତି ତେବେ ମଧ୍ୟ ଆପଣମାନେ ପକାଇପାରିବେ ଏବଂ ଏଥିରେ କମ୍ପ୍ୟୁଟର ବେସିକ୍ ଟେଷ୍ଟରେ ଆପଣଙ୍କର ସିଲେକ୍ସନ୍ ପ୍ରୋସେସ୍ର କହିବାକୁ ଗଲେ ଆପଣଙ୍କ ଏଥିରେ ଏକ୍ଜାମ୍ ପ୍ୟାଟର୍ନଟି CBT ମାର୍ଫତରେ ହେବ। ପୁରା ଏକ୍ଜାମ୍ଟି ଆପଣଙ୍କ 100 ମାର୍କରେ ହେବ। ଏଥିରେ ଆପଣଙ୍କ ଟ୍ରେଡ୍ ଅନୁସାରେ ଆପଣଙ୍କର ଏକ୍ଜାମ୍ଟି ହେବ ଏବଂ ତା ସହିତ ଆପଣଙ୍କର ମ୍ୟାଥ୍, ରିଜନିଂ ଏସବୁ ମାନେ ବେସିକ୍ ହିଁ ଆସିବ, କିନ୍ତୁ ଆପଣଙ୍କ ରହୁଛି ଆପଣଙ୍କ ଟ୍ରେଡ୍ ଅନୁସାରେ ଆପଣଙ୍କ CBT ଏକ୍ଜାମ୍ଟି ହେବ ଏବଂ 0.2.5 ମାର୍କ ରହୁଛି ଆପଣଙ୍କ ମାଇନସ୍ ମାର୍କିଂ ରହୁଛି। ତେଣୁ ଆପଣମାନେ ଯଦି ପକାଇବା ପାଇଁ ଚାହୁଁଛନ୍ତି ତେବେ ମଧ୍ୟ ଆପ୍ଲାଏ କରିଦେବେ। ଲାଷ୍ଟ ଡେଟ୍ ରହୁଛି ମଧ୍ୟ ଆପଣଙ୍କୁ ଆଉଥରେ ମଧ୍ୟ କହୁଛି 15 ଏପ୍ରିଲ 2024 ରହୁଛି ତାର ଲାଷ୍ଟ ଡେଟ୍ ରହୁଛି। ଅଫିସିଆଲ୍ ସାଇଟ୍ ମଧ୍ୟ ରହୁଛି ଏଇଟା www.optcl.com ସାଇଟ୍ଟା ରହୁଛି ତାର ଅଫିସିଆଲ୍ ସାଇଟ୍ ଏବଂ ତାର ନୋଟିଫିକେସନ୍ ମଧ୍ୟ ମୁଁ ଆପଣଙ୍କ ଆଗରେ ଡିଟେଲ୍ସ ପରେ ଦେଖୁଛି, ଯାହାକି ଏଇଟା ଆସିଥିଲା ଆପଣଙ୍କର ପେପର କଟିଂରେ ଆସିଛି 4/2/2024 ତାରିଖରେ ଆସିଛି ଏବଂ ସମ୍ପୂର୍ଣ୍ଣ ଡିଟେଲ୍ସ ପରେ ଲେଖାଯାଇଛି, ଯାହାକି ଆପଣଙ୍କର ST କ୍ୟାଟାଗୋରୀ ଆପଣଙ୍କ 6ଗୋଟି ପୋଷ୍ଟ ରହୁଛି ଏବଂ SCରେ ଆପଣଙ୍କ 9ଗୋଟି ପୋଷ୍ଟ ରହୁଛି ଏବଂ SCBCରେ ଆପଣଙ୍କ 4ଗୋଟି ପୋଷ୍ଟ ରହୁଛି। UR କ୍ୟାଟାଗୋରୀରେ 19ଗୋଟି ପୋଷ୍ଟ ରହୁଛି। ଟୋଟାଲ୍ ଏମିତି କହିବାକୁ ଗଲେ ଆପଣଙ୍କର 38 ପୋଷ୍ଟ ଆପଣଙ୍କର ଭେକେନ୍ସି ରହୁଛି। OPTCL ଚାକିରିଟି ଆପଣଙ୍କର ନୁହେଁ ଯେ ଆପଣଙ୍କ ଗାଁ ଗହଳିରେ ଯେଉଁମାନେ ରହିଛନ୍ତି ମାନେ ଲାଇନମ୍ୟାନ୍, ସେମିତି କିଛି ନୁହେଁ। ଆପଣଙ୍କର ଏଇଟା ରହୁଛି ଗଭର୍ଣ୍ଣମେଣ୍ଟ ତରଫରୁ ଆପଣମାନେ ନିଯୁକ୍ତି ପାଇବେ। ତେଣୁ ଆପଣମାନଙ୍କର ଏଥିରେ ସେମିତି କିଛି ଆପଣଙ୍କ ଯେମିତି ଟାଟା ପାୱାରରେ ରହୁଛନ୍ତି ସେମିତି କିଛି ନୁହେଁ, ଆପଣମାନେ ଗଭର୍ଣ୍ଣମେଣ୍ଟ ତରଫରୁ ରହୁଛନ୍ତି ଏବଂ ଗଭର୍ଣ୍ଣମେଣ୍ଟର ସମସ୍ତ କ୍ୱାର୍ଟର ପାଇବେ ଏବଂ ଗଭର୍ଣ୍ଣମେଣ୍ଟର ସମସ୍ତ ମାନେ ସମସ୍ତ ବେନିଫିଟ୍ ଆପଣମାନେ ପାଇପାରିବେ ଏବଂ ଆପଣଙ୍କର ଏନାଉନ୍ସମେଣ୍ଟ ଆପଣଙ୍କ TA DA ସମସ୍ତ ମଧ୍ୟ ଇନକ୍ଲୁଡ଼ିଂ ରହିବ। ଷ୍ଟାର୍ଟିଂ ଆପଣଙ୍କର 26,000ରୁ ଷ୍ଟାର୍ଟିଂ ହେଇଯାଉଛି। ତେଣୁ ବହୁତ ଭଲ ଜବ୍ଟି ରହୁଛି। ତ ଯଦି ପକାଇବା ପାଇଁ ଚାହୁଁଛନ୍ତି ତେବେ ମଧ୍ୟ ଏଇଟା ତାର ଅଫିସିଆଲ୍ ୱେବସାଇଟ୍ଟି ରହୁଛି, ଏଇ ଅଫିସିଆଲ୍ ସାଇଟ୍ରେ ଆପଣମାନେ ପକାଇ ଦେଇଥିବେ ଏବଂ ଯେଉଁ ପିଲାମାନଙ୍କର ITI ଅଛି ସେମାନେ ITIରେ ଲାଇସେନ୍ସ କରିଥିବା ଦରକାର ରହୁଛି। ତେଣୁ ଆପଣମାନେ ଯଦି ପକାଇବା ପାଇଁ ଚାହୁଁଛନ୍ତି ବା ଆପଣଙ୍କ ପାଖରେ ଯଦି ଅଛି ଆପଣମାନେ ମଧ୍ୟ ଏଲିଜିବୁଲ୍ ଅଛନ୍ତି ତେବେ ମଧ୍ୟ ଆପଣମାନେ ପକାଇଦେବେ। ତେବେ ୟାର PDFଟି, ଏଇ PDFଟି ଆପଣମାନେ କେମିତି ପାଇବେ ନା, ଡେସ୍କ୍ରିପ୍ସନରେ ଟେଲିଗ୍ରାମ ଲିଙ୍କ୍ ଅଛି, ସେଥିରେ ଜଏନ୍ ହେଇଯିବେ। ସେଥିରେ ଜଏନ୍ ହେଇଗଲେ ୟାର PDFଟି ମଧ୍ୟ ମୁଁ ଆପଣଙ୍କୁ ସେୟାର କରିଦେବି, ଯାହାଫଳରେ ଆପଣମାନେ ମଧ୍ୟ ସମ୍ପୂର୍ଣ୍ଣ ପଢ଼ିକି ଡିଟେଲ୍ସ ଜାଣିପାରିବେ ବା ଯଦି କୌଣସି ଡାଉଟ୍ ଥାଏ ତେବେ ମୋତେ କମେଣ୍ଟ କରିବେ, ମୁଁ ଆପଣଙ୍କ କମେଣ୍ଟର ଉତ୍ତର ଦେବା ପାଇଁ ଚେଷ୍ଟା କରିବି। ଏହା ଥିଲା ଅପଡେଟ୍। ଥ୍ୟାଙ୍କ ୟୁ ୱାଚ୍ ମାଇ ଭିଡ଼ିଓ। ଜୟ ଜଗନ୍ନାଥ।